ଶୀତାଲୋ ଆଜି ଜଳୁଛି ଯାହାର ଚିତାଲୋ। ଏ ସୁପରହିଟ୍ ଗୀତଟି ହେଉଛି ଓଡ଼ିଆ ଫିଲ୍ମ ଉଦଣ୍ଡି ସୀତାର, ଯାହାର ନିର୍ମାତା ବା ପ୍ରଡ୍ୟୁସର ଥିଲେ ରବି ସ୍ୱାଇଁ। ଏବେ ସ୍ୱର୍ଗଦ୍ୱାରରେ ତାଙ୍କରି ଜଳିଛି ଚିତା, ତାଙ୍କରି ପାଇଁ ଗାଁ ଦାଣ୍ଡରେ କାନ୍ଦ ବୋବାଳି। ଅନେକ ଲୋକପ୍ରିୟ ସିନେମାର ନିର୍ମାତା ଥିଲେ ରବି ସ୍ୱାଇଁ। ସେ ଆଉ ଏ ଦୁନିଆରେ ନାହାନ୍ତି। ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଆଜି ପରପାରିକୁ ଚାଲି ଯାଇଛନ୍ତି। ଶ୍ରୀଯୁକ୍ତ ରବି ସ୍ୱାଇଁଙ୍କର ଅକାଳ ବିୟୋଗ। ମୋଟ ଉପରେ ତାଙ୍କ ବିଷୟରେ କହିବାକୁ ଗଲେ ସିନେମା ଜଗତରେ ତାଙ୍କର ବିଶେଷ ଖ୍ୟାତି ଥିଲା। ସେ ସିନେମା ପ୍ରଯୋଜକ ଥିଲେ, ଜଣେ ସମାଜସେବୀ ଥିଲେ ଏବଂ ସରଳ, ମିଷ୍ଟଭାଷୀ, ଆମାୟିକ, ପରୋପକାରୀ, ଅନ୍ୟମାନଙ୍କୁ ସହଯୋଗ କରିବା, ଏସବୁ ସତ୍ତ୍ୱେ ସିନେମା ଜଗତରେ ତାଙ୍କର ଯେଉଁ ଖ୍ୟାତି ଥିଲା, ଆପଣଙ୍କର ତାଙ୍କର ସିନେମା ସେତେବେଳେ ଜୋରଜାର, ମୁଲକ୍ତାର, କିଏ ବସୁଆ ପଶିଲେ, ଉଦଣ୍ଡି ସୀତା, ଏଇସବୁ ଚଳଚ୍ଚିତ୍ରର ପ୍ରଯୋଜନା କରି ବିଶେଷ ଖ୍ୟାତି ଅର୍ଜନ କରିଥିଲେ ଏବଂ ଗାଁ ଗହଳର ଚିତ୍ର, ଚରିତ୍ର, ପୃଷ୍ଠଭୂମିକି ଯେଉଁଭଳି ଭାବରେ ସେ ପ୍ରତିପାଦିତ କରିଥିଲେ, ସେ ବିଷୟରେ ତାଙ୍କର ବିଶେଷ ଖ୍ୟାତି ଥିଲା। ବହୁତ ଲୋକପ୍ରିୟ ଥିଲେ ଏବଂ ଲୋକ ତାଙ୍କୁ ନିଶ୍ଚିତ ଭାବେ ଝୁରିବେ। 25 ତାରିଖରେ ହସ୍ପିଟାଲରେ ଆଡ଼ମିସନ୍ ହୋଇଥିଲେ। ଡିସେମ୍ବର ମାସରେ ତାଙ୍କର ଲିଭର ସିରୋସିସ୍ ହେଇଥିଲା, ଆଉ ହଠାତ୍ ଜଣ୍ଡିସ୍ ହେଲା। 25 ତାରିଖରେ ହସ୍ପିଟାଲ ଆଡ଼ମିସନ୍ କରିଥିଲି, ଆଉ ଡକ୍ଟର ବହୁତ ଲାଗିଲା ପରେ ଆଜି ତାଙ୍କର ଦେହାନ୍ତ ହେଲା। ଆଜ୍ଞା, ଆମର ଏଠି ସିନେମା ହଲ୍ ଥିଲା କୌଶଲ୍ୟା ଟକିଜ୍, ଆଉ କାଳକ୍ରମେ ସିନେମା ତ ସବୁ ଚାହିଦା କମିବାରୁ ସେଟାକୁ ଆମେ କଲେଜ କରିଦେଇଛୁ, ITI କଲେଜ, କ୍ଷେତ୍ରମୋହନ ITI କଲେଜରେ ସେଟା କରିଦେଇଛୁ। ଆଉ ଆମର ତ 4ଟା ସିନେମା ଥିଲା, ଯେଉଁଟାକି ଜୋରଜାର ମୁଲକ୍ତାର, କିଏ ହେବ ସୁଆ ପୋଷିଲେ, ପଞ୍ଜୁରୀ ଭିତରେ ସାରି, ଉଦଣ୍ଡି ସୀତା। ପରିବାର ପ୍ରତି ବହୁତ ଆଶୀର୍ବାଦ ତାଙ୍କର ଥିଲା। ଦୀର୍ଘ ମୋତେ ବୟସ 69 ବର୍ଷ ହେଲାଣି। ପିଲାବେଳୁ ମୁଁ ତାଙ୍କ ସାଥିରେ ଚଳି ଆସିଛି। ଷଷ୍ଠ କ୍ଲାସରେ ପାଠ ପଢ଼ିଲା ଭିତରେ ମୋତେ ବହୁତ ମାଡ଼ ଦେଇଛନ୍ତି। ମୁଁ ଭଲ ପାଠ ପଢ଼ୁନି, ବହୁତ ଗୋଡ଼େଇ ଗୋଡ଼େଇ ଗାଁକୁ ଆସିଛନ୍ତି। ପୁରୀରେ ପାଠ ପଢ଼ୁଥିଲି, ଗାଁକୁ ଆସିଛନ୍ତି, ବହୁତ ଚେଷ୍ଟା କରିଛନ୍ତି। ମୁଁ ଭଲ ପାଠ ପଢ଼େନି ବୋଲି ବହୁତ ବାଡ଼େଇଛନ୍ତି। ତାପରେ ବ୍ୟବସାୟରେ ପଶିକି ଭାଇ କଣ୍ଟ୍ରାକ୍ଟ କଲେ। କଣ୍ଟ୍ରାକ୍ଟ କଲା ଭିତରେ ତାଙ୍କ ପଛ ପଛ ମୁଁ ଗୋଡ଼େଇକି କିଛି ଦିନ କଣ୍ଟ୍ରାକ୍ଟ କରୁଛି। ଘରୁ ଛାଡ଼ିକି ଭାଇ ଏଠି ପିପିଲିରେ ଆସିକି ରହିଲେ, ମୁଁ ଗାଁରେ ରହିଗଲି। ସେଇ ଦିନଠାରୁ ମୁଁ ଗାଁରେ ଅଛି, ଭାଇ ଏଠି ଅଛନ୍ତି। ଭାଇ ଆଉ ଫେରିବେନି। ତାଙ୍କ କଥା ଅକ୍ଷର ଅକ୍ଷର ପାଳନ କରିବାକୁ ପଡ଼ୁଛି। ଆଉ ତାଙ୍କ କଥା, ଯେଉଁ କଥାଟା ମୁଁ ଅମାନ୍ୟ ହେଇଛି, ବହୁତ ଅସୁବିଧାରେ ପଡ଼ୁଛି। ସେପଟ କରିବାକୁ ଆଉ କେହି ନାହାନ୍ତି। ପ୍ରତ୍ୟେକ ଦିନ ଆଜିକି 15 ବର୍ଷ ହେଲାଣି, ବାପା ମଲା ଦିନ ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟାବେଳକୁ ନହେଲେ ସକାଳୁ ଫୋନ୍ କରିବେ, କ'ଣ ହେଲା, କ'ଣ ନାହିଁ। ଏଇ ପ୍ରକାର ଶୈଳୀ ବୋଧେ ମୋ ଅଞ୍ଚଳରେ କାହାଠୁ ମୁଁ ଶୁଣିପାରେ। ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅପରାଜିତାଙ୍କ ଭଳି ଅନେକ ଷ୍ଟାରଙ୍କ ସହ କାମ କରିଥିଲେ ରବି ସ୍ୱାଇଁ। ଆଗଧାଡ଼ିର ଅଭିନେତା ଅଭିନେତ୍ରୀଙ୍କୁ ନେଇ ସେ ଫିଲ୍ମ ନିର୍ମାଣ କରିଛନ୍ତି। ସିନେ ନିର୍ମାତା ରବି ସ୍ୱାଇଁଙ୍କ ସୁପରହିଟ୍ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଜୋରଜାର ମୁଲକ୍ତାର, କିଏ ହେବ ସୁଆ ପୋଷିଲେ, ପଞ୍ଜୁରୀ ଭିତରେ ସାରି ଏବଂ ଉଦଣ୍ଡି ସୀତା ଭଳି ସିନେମା ରହିଛି। ଆଜି ତାଙ୍କର ପରଲୋକରେ ସିନେ ଜଗତ ସ୍ତବ୍ଧ ହୋଇଯାଇଛି। ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସମସ୍ତେ। ବନ୍ଧୁ, ଆଜି ଆମ ଅଞ୍ଚଳ ପାଇଁ ଏକ ଦୁଃଖଦ ଘଟଣା। ସମ୍ମାନସ୍ପଦ ରବି ସ୍ୱାଇଁ ଆମ ଗହଣରେ ଆଜି ନାହାନ୍ତି। ସେ ଆମ ପିପିଲି ଅଞ୍ଚଳ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ। ତାଙ୍କ ପ୍ରଚେଷ୍ଟାରେ ଆମ ଅଞ୍ଚଳରେ ଶିଳ୍ପ ଗଢ଼ିବା ସହିତ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ଆଗକୁ ଯିବା ସହିତ, ଶିକ୍ଷା ଅନୁଷ୍ଠାନ ତିଆରି କରି ଶିକ୍ଷାକୁ ଆଗକୁ ନେବା ସହିତ ବିଭିନ୍ନ କ୍ଷେତ୍ରରେ ଜଣେ ଆମ ଅଞ୍ଚଳର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଥିଲେ। ତେଣୁ ତାଙ୍କ ବର୍ତ୍ତମାନରେ ଆଜି ଆମ ଅଞ୍ଚଳରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ, ଜଣେ ମୁରବୀକୁ ଆମେ ହରେଇଛୁ। ତେଣୁ ଆମ ଅଞ୍ଚଳ ପାଇଁ ଗୋଟେ ଦୁଃଖଦ ଘଟଣା। ରବି ମଉସା ଆଉ ମୋ ବାପା 2 ଜଣ ସାଙ୍ଗ। ସେ ମୋ ନିଜ ମଉସା, ମୋ ବୋଉର ଭଉଣୀ ବି ତାଙ୍କୁ ବାହା ହେଇଛନ୍ତି। ପ୍ରଥମ ଜର୍ଣ୍ଣି ଯେବେଠୁ ମଉସା ଆରମ୍ଭ କରିଥିଲେ ସିନେମା ଲାଇନରେ, ଯେଉଁଟା ଆପଣଙ୍କର ଜୋରଜାର ମୁଲକ୍ତାର, କିଏ ବସୁଆ ପୋଷିଲେ, ଉଦଣ୍ଡି ସୀତା, ପଞ୍ଜୁରୀ ଭିତରେ ସାରି, ସବୁ ସିନେମା ଗୁଡ଼ାକ ବାପା ତାଙ୍କ ସାଙ୍ଗରେ ରହୁଥିଲେ। 2 ଜଣ ସାଙ୍ଗ। ଆଉ
ସେଇ ସିନେମା ଲାଇନ୍ରୁ ହିଁ ବୋଧହୁଏ ମୋର ସେଇଠୁ ଆରମ୍ଭ ହେଇଥିଲା ସେ ଯେଉଁ ୱିକନେସ୍ଟା। ଆଜି ସକାଳୁ ଶୁଣିଲି, ଜାଣିଥିଲି ଯଦିଓ ମଉସା ଦେହ ଖରାପ ଅଛି, ହସ୍ପିଟାଲାଇଜ୍ ହେଇଛନ୍ତି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତିରେ ରଖନ୍ତୁ, ସିଏ ତାଙ୍କ ସୋଲଟା ପିସ୍ ପାଉ। ରବି ସ୍ୱାଇଁ ଭୁବନେଶ୍ୱର ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିଲେ। ଅନେକ ଆଗରୁ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିଲେ ସେ। ହେଲେ ଏତେ ଦିନର ଚିକିତ୍ସା ପରେ ମଧ୍ୟ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ସିନେମା ଜଗତରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଆଜି ତାଙ୍କ ମରଶରୀରକୁ ପ୍ରଥମେ ତାଙ୍କ ଜନ୍ମସ୍ଥାନ ପିପିଲିକୁ ଅଣାଯାଇଥିଲା। ଶୁଭେଚ୍ଛୁ ଏବଂ ସ୍ଥାନୀୟ ଲୋକମାନେ ଶେଷ ଦର୍ଶନ କରିଥିଲେ ଆଉ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଦାହ ସଂସ୍କାର କରାଯାଇଛି। ପିପିଲିରୁ ଦିବାକର ଷଡ଼ଙ୍ଗୀଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।